ଆଜି ଆମେ 61ରୁ 70 ସଂଖ୍ୟା ମଧ୍ୟରେ ଆମେ କ'ଣ କରିବା, ପର ସଂଖ୍ୟା, ପୂର୍ବ ସଂଖ୍ୟା ଆଉ ମଝି ସଂଖ୍ୟାକୁ ଜାଣିବା। ଏଇଠି ଦେଖ ପିଲାମାନେ କେତେ ଲେଖା ହେଇଛି 61। 61ର ପର ସଂଖ୍ୟା କେତେ କହିବା, 6 2 62। ଏଇଟା ଦେଖ ସଂଖ୍ୟା କାର୍ଡ଼ ମୁଁ ରଖିଲି 6 2 62 ହେଲା। ସେଇଭଳି 6 3 63। 63ର ପର ସଂଖ୍ୟା କେତେ କହିବା, 6 4 64। ସେଇଭଳି ଆଉ ଦୁଇଟା କରିବା ଆମେ। 65ର ପର ସଂଖ୍ୟା 6 6 66। ସେଇଭଳି 67ର ପର ସଂଖ୍ୟା 6 8 68। ମନେ ରଖିବା। ସେଇଭଳି ଆଉ ଦୁଇଟା କରିବା। 6 9 69ର ପର ସଂଖ୍ୟା ହେଉଛି 70। ଏଇଟା ହେଲା ପର ସଂଖ୍ୟା ଆମେ ଜାଣିଲୁ। ଏବେ ପୂର୍ବ ସଂଖ୍ୟା ଆମେ ଜାଣିବା ହେଲା। 70ର ପୂର୍ବ ସଂଖ୍ୟା କେତେ, 70 ପୂର୍ବରୁ ଆମେ କେତେ ଲେଖୁ, 6 9 69। କେତେ, 6 9 69। ସେଇଭଳି 66ର ପୂର୍ବ ସଂଖ୍ୟା, 66ର ପୂର୍ବ ସଂଖ୍ୟା କେତେ, 6 5 65। ସେଇଭଳି 68ର ପୂର୍ବ ସଂଖ୍ୟା 6 8 68। 68ର ପୂର୍ବ ସଂଖ୍ୟାକୁ ଆମେ ଜାଣିବା 6 7 67। ଏବେ ଆମେ ପର ସଂଖ୍ୟା ଆଉ ପୂର୍ବ ସଂଖ୍ୟା ଜାଣିଗଲୁ। ଏବେ ଆମେ ମଝି ସଂଖ୍ୟାକୁ ଜାଣିବା। ଏଠି ଦେଖ 68 ଲେଖା ହେଇଛି। 66। ୟାର ମଝି ସଂଖ୍ୟା କେତେ, 68 ଆଉ 66ର ମଝି ସଂଖ୍ୟା କେତେ, 6 7 67। କେତେ, 6 7 67। ସେଇଭଳି ଆଉ ଗୋଟେ କରିବା। 69 ଆଉ 70ର ମଝି ସଂଖ୍ୟା। ଏଠି ଦେଖ 68 ଆଉ 70 ସଂଖ୍ୟାର ମଝି ସଂଖ୍ୟାକୁ ଆମେ ଜାଣିବା କେତେ, 6 9 69। ଆଉ ଗୋଟେ କରିବା ସେଇଭଳି। 67 ଆଉ 65ର ମଝି ସଂଖ୍ୟାକୁ ଜାଣିବା କେତେ, 66। ଆମେ ମଝି ସଂଖ୍ୟା ବି ଜାଣିଲୁ। ଏବେ କ'ଣ କରିବା, ସାନ ବଡ଼ ଯିଏ ବଡ଼ ସେଇପଟେ ଆମେ କ'ଣ କରିବା, ଚିହ୍ନ ଦେବା। ସାନ ବଡ଼ ଆଉ ସମାନ ଚିହ୍ନ ଦେବା। ଏଠି ଦେଖ କିଏ ବଡ଼, 65 ପାଖରୁ 70 ବଡ଼ ଅଛି। ତେଣୁ ଆମେ କ'ଣ କରିବା, 70 ପଟେ ଏଇଭଳି ଚିହ୍ନ ଦେବା। ମାନେ 65ରୁ 70 ବଡ଼। ସେଇଭଳି ଆଉ ଗୋଟେ କରିବା। ଏଠି 65 ଆଉ 61 ଦେଇଛି। ଏବେ ଦେଖ କିଏ ବଡ଼, 6 5 65 ବଡ଼। ତେଣୁ ଆମେ କ'ଣ କରିବା, ଏଇ 61ରୁ 65ଟା ହେଉଛି ବଡ଼। ତେଣୁ ଏପଟେ ଆମେ 65 ପଟେ କ'ଣ କରିବା, ଚିହ୍ନ ଦେବା। 61ରୁ 65 ବଡ଼। ଆଉ ଗୋଟେ କରିବା। 67 ଆଉ 70 କିଏ ବଡ଼। ପ୍ରଥମେ କିଏ ବଡ଼ ଆମେ ଜାଣିବା, 70 ବଡ଼। ତେଣୁ କ'ଣ କରିବ, ଏ 70 ପଟେ ଏଭଳି ଚିହ୍ନଟା ଦେବ। 67ରୁ 70 ବଡ଼। ଠିକ୍ ଅଛି ପିଲାମାନେ, ଆମେ ପୂର୍ବ ସଂଖ୍ୟା, ପର ସଂଖ୍ୟା, ମଝି ସଂଖ୍ୟା, ସାନ ବଡ଼ ସଂଖ୍ୟା ବି ଚିହ୍ନିଗଲୁ। ଏବେ ଆମେ କ'ଣ କରିବା, ବହିରେ ଥିବା ପାଠକୁ କିଛି କରିବା। ବହିର ପ୍ରଶ୍ନମାଳାରୁ ବହି ପାଠ